ପିଲାମାନେ ସମସ୍ତଙ୍କୁ ଆଜିର ଆଲୋଚନାକୁ ସ୍ୱାଗତ। ତୁମେ ମାନେ ଭଲ ଅଛ? ଆଚ୍ଛା ଠିକ୍ ଅଛି, ମୁଁ ବି ଭଲ ଅଛି। ଆଚ୍ଛା କହିଲ ପିଲେ, ପାଣିରେ ବାସ କରୁଥିବା ଜୀବମାନଙ୍କର ନାଁ ଜାଣିଛ? ଆଚ୍ଛା ଠିକ୍ ଅଛି, ତମେ ଜଣେ ଜଣେ ଗୋଟେ ଗୋଟେ ଜୀବର ନାଁ କହିବ, ଯେଉଁମାନେ କି ଜଳରେ ବାସ କରନ୍ତି। ବୁଝିପାରିଲ? ଆଚ୍ଛା ତୁମେ କୁହ ତ ଆଗେ, ଗୋଟେ ଜଳରେ ବାସ କରୁଥିବା ଜୀବର ନାଁ କ'ଣ? ହଁ, ବେଙ୍ଗ। ତୁମେ କୁହ। ମାଛ। ତୁମେ? ହଁ, କଙ୍କଡ଼ା। ତାପରେ ତୁମେ କୁହ। ହଁ, ଚିଙ୍ଗୁଡ଼ି। ଆଉ? ହଁ, ଅକ୍ଟୋପସ୍। ଭେରି ଗୁଡ୍। ଆଚ୍ଛା ଏବେ ଟିକେ ଚିନ୍ତା କରିକି ମୋତେ କହିବ ଯେ ସବୁ ଜୀବ ବଞ୍ଚିବା ପାଇଁ କ'ଣ କ'ଣ ଦରକାର କରନ୍ତି? ଟିକେ ଭାବ ଆଉ ମୋତେ କୁହ। ଆଚ୍ଛା କିଏ କହିବ? ତୁମେ କୁହ, କ'ଣ ଦରକାର କରନ୍ତି? ହଁ, ଖାଦ୍ୟ ଦରକାର କରନ୍ତି। ତୁମେ କୁହ। ଧନ୍ୟବାଦ। ସେମାନେ ଅମ୍ଳଜାନ ଦରକାର କରନ୍ତି। ଆଚ୍ଛା ଏ ଅମ୍ଳଜାନ କାହିଁକି ଦରକାର କରନ୍ତି କିଏ ଜାଣିଛ? କୁହ। ଶ୍ୱାସକ୍ରିୟା କରିବା ପାଇଁ। ଆଚ୍ଛା ଠିକ୍ ଅଛି, ଉତ୍ତର ଠିକ୍ କହିଛ। ପ୍ରତ୍ୟେକ ଜୀବ ଶ୍ୱାସକ୍ରିୟା କରିଥାନ୍ତି। ତେବେ ଆସ ଆଜି ଆମେ ତୁମର ଯେଉଁ ସପ୍ତମ ଶ୍ରେଣୀ ବିଜ୍ଞାନ ବହିର ମାଛର ଶ୍ୱସନ ପ୍ରସଙ୍ଗ ଉପରେ ଆଲୋଚନା କରିବା। କେଉଁ ବିଷୟରେ ଆଜି ପଢ଼ିବା ପିଲାମାନେ? ହଁ, ମାଛର ଶ୍ୱସନ। ଆଚ୍ଛା ଶ୍ୱସନର ମାନେ କ'ଣ ଜାଣିଛ? କିଏ କହିବ? ହଁ, ଶ୍ୱସନ ଅର୍ଥ ଶ୍ୱାସକ୍ରିୟା କରିବା। ମାଛ କିପରି ଶ୍ୱାସକ୍ରିୟା କରେ ଆଉ କେଉଁ ଅଙ୍ଗ ସାହାଯ୍ୟରେ କରେ, ଆଜି ଆମେ ସେ ବିଷୟରେ ପଢ଼ିବା। ଆଚ୍ଛା ଏ ଭିଡ଼ିଓଟା ଆମେ ଦେଖି ସାରିବା ପରେ ତୁମେମାନେ କ'ଣ କ'ଣ ଜାଣିପାରିବ ଜାଣିଛ? ତୁମେମାନେ ଏ ଭିଡ଼ିଓଟା ଦେଖିବା ପରେ ମାଛ କିପରି ତାର ଗାଲିସି ଦ୍ୱାରା ଶ୍ୱାସକ୍ରିୟା କରିଥାଏ ତାକୁ ବୁଝିପାରିବ ଆଉ କହି ମଧ୍ୟ ପାରିବ ସେ ବିଷୟରେ। ବୁଝିଲ ପିଲାମାନେ? ଏ ଭିଡ଼ିଓଟା ଦେଖିଲା ପରେ ଆମର କ'ଣ ଲାଭ ହବ? ଆଚ୍ଛା ସାବାସ୍। ଏବେ କୁହ ଯେ ତୁମେମାନଙ୍କ ମଧ୍ୟରୁ କିଏ ପହଁରା ଜାଣିଛ କି ନାହିଁ? ହଁ, ଏତେ ପିଲା ଜାଣିଛ ପହଁରା। କେବେ ପହଁରିଛ ପାଣିରେ? ଆଚ୍ଛା କହିଲ, ପାଣି ଭିତରେ ଯେତେବେଳେ ତୁମେ ବୁଡ଼ି ରୁହ ସେ ସମୟରେ ତମର କ'ଣ ଅସୁବିଧା ହୁଏ? କେମିତି ଲାଗେ ତୁମକୁ? କିଏ କହିବ? ଆଚ୍ଛା କୁହ ତ। ହଁ, ତମକୁ ଶ୍ୱାସକ୍ରିୟା କରିବାରେ ଅସୁବିଧା ହୁଏ ନାଇଁ? ଆଚ୍ଛା ତମକୁ ବି କଷ୍ଟ ଅନୁଭବ ହୁଏ? ଆଚ୍ଛା ଠିକ୍ ଅଛି, ତାହେଲେ ଏବେ କୁହ ମାଛ କୋଉଠି ରହୁଛି? ପାଣିରେ। ଆଚ୍ଛା ମାଛ କିପରି ଶ୍ୱାସକ୍ରିୟା କରୁଥିବ? ତାକୁ କଷ୍ଟ ହେଉନଥିବ? କିଏ ଜାଣିଛ? ଆଚ୍ଛା ଠିକ୍ ଅଛି, ମାଛକୁ କଷ୍ଟ ହେଉନଥିବ। କାହିଁକି ନା ମାଛ ପାଣିରେ ଶ୍ୱାସକ୍ରିୟା କରିପାରିବ। କାହିଁକିନା ସେ ସ୍ଥଳ ଭାଗରେ ରହିଲେ ଶ୍ୱାସକ୍ରିୟା କରିପାରିବ ନାହିଁ, ଆମେ ଜାଣିଛେ। କାହିଁକି କିଏ କହିପାରିବ? ହଁ, ମାଛର ଆମ ଭଳି ଅଙ୍ଗ ପ୍ରତ୍ୟଙ୍ଗ ନାହିଁ ଯାହାକି ଆମେ ଯେଉଁଥିରେ ଶ୍ୱାସକ୍ରିୟା କରୁଛେ ମାଛ କରିପାରିବ ବୋଲି। ସମସ୍ତଙ୍କର ପରିବେଶ ଅନୁଯାୟୀ ଅଙ୍ଗ ପ୍ରତ୍ୟଙ୍ଗ ଅଲଗା ଅଲଗା ନାହିଁ। ମାଛ ଯେହେତୁ ଜଳଜ ପ୍ରାଣୀ ତ ସିଏ କାହା ସାହାଯ୍ୟରେ ଶ୍ୱାସକ୍ରିୟା କରେ? ନା ଗାଲିସି ସାହାଯ୍ୟରେ ନାଇଁ? ଆଚ୍ଛା ଠିକ୍ ଅଛି। ଏବେ କୁହ ଚିତ୍ରରେ ତୁମେମାନେ କ'ଣ ଦେଖୁଛ? ସ୍କ୍ରିନରେ ଗୋଟେ ଚିତ୍ର ଆସିଛି, ଦିଟା ଚିତ୍ର ଦେଖ। ଆଚ୍ଛା କ'ଣ ଦେଖୁଛ କିଏ କହିବ? ହଁ, କ'ଣ? ହଁ, ମାଛର ଗାଲିସି। ଆଉ କୋଉ ଚିତ୍ର ଦେଖୁଛ? ହଁ, ପାଣି ଚିତ୍ର ଦେଖୁଛ। ତାହେଲେ ଏବେ ମୋତେ କୁହ ଗାଲିସିର କାମ କ'ଣ ହେଇଥିବ? ହଁ, ଏବେ କ'ଣ ହେଲା? ମାଛର ଗାଲିସି ପାଣିରେ ଥିବା ଦ୍ରବୀଭୂତ ଅମ୍ଳଜାନକୁ ନେଇ ଶ୍ୱାସକ୍ରିୟା କରେ ନାଇଁ? ଆଚ୍ଛା ତାହେଲେ ଆମେ ଏଠୁ କ'ଣ ଜାଣିଲେ ଏଥିରୁ? ଯେ ମାଛର ଗାଲିସି ହେଲା ତାର ଶ୍ୱସନ ଅଙ୍ଗ। ପିଲାମାନେ ଜାଣିପାରିଲ କି ନାହିଁ? ମନେ ରହିଲା? ଯଦି ତୁମକୁ କିଏ ପଚାରେ ଯେ ମାଛର ଶ୍ୱସନ ଅଙ୍ଗ କିଏ, ତୁମେମାନେ କହିପାରିବ ତ? କ'ଣ ମାଛର ଶ୍ୱସନ ଅଙ୍ଗ କିଏ? ହଁ ସାବାସ୍, ମାଛର ଶ୍ୱସନ ଅଙ୍ଗ ହେଉଛି ଗାଲିସି। ମୋତେ ଗୋଟେ କଥା କୁହ, ଏ ପାଣିରେ
ଅମ୍ଳଜାନଟା କୋଉଠୁ ଆସିଲା କି ପିଲେ? ଠିକ୍ କହିଛ। ହଁ, ଆମେ ଜାଣୁ ଯେ ଜଳ ଅଣୁ, ଅମ୍ଳଜାନ ପରମାଣୁ ଆଉ ଉଜାନ ପରମାଣୁକୁ ନେଇ ଗଠିତ। ୟାକୁ ଆମେ ପୂର୍ବ ଶ୍ରେଣୀରେ ପଢ଼ିଥିଲେ। ଆଚ୍ଛା, ତୁମେ ଯେପରି ବାୟୁମଣ୍ଡଳରୁ ସିଧାସଳଖ ଅମ୍ଳଜାନ ଗ୍ରହଣ କରୁଛ, ତାକୁ ଶ୍ୱାସକ୍ରିୟାରେ ଗ୍ରହଣ କରୁଛ ଅମ୍ଳଜାନକୁ, ଠିକ୍ ସେହିପରି ମାଛ କ'ଣ କରୁଛି ନା ପାଣିରେ ଥିବା ଅମ୍ଳଜାନକୁ ନେଇ ଶ୍ୱାସକ୍ରିୟା କରିଥାଏ। ତାହେଲେ ଆମେ ଜାଣିଲେ ମାଛ ତାର ଗାଲିସି ଦ୍ୱାରା ଜଳରେ ଦ୍ରବୀଭୂତ ଅମ୍ଳଜାନକୁ ଗ୍ରହଣ କରି ଶ୍ୱାସକ୍ରିୟା ସମ୍ପାଦନ କରିଥାଏ। ବୁଝିପାରିଲ କି ନାହିଁ ପିଲେ? ଆଚ୍ଛା, ତାହେଲେ ସମସ୍ତେ ବୁଝିପାରିଲ ମାଛର ଶ୍ୱସନ କିପରି ସମ୍ପାଦିତ ହୋଇଥାଏ, ମାଛ କେଉଁ ଅଙ୍ଗ ସାହାଯ୍ୟରେ ଶ୍ୱାସକ୍ରିୟା କରିଥାଏ, ଜାଣିଲ କି ନାହିଁ? ଆଚ୍ଛା, ପୁଣି ଥରେ ଆମେ ଏ ବିଷୟରେ ଅଧିକ ଆଲୋଚନା କରିବା। ଆଚ୍ଛା, ରହୁଛି ପିଲେ, ସମସ୍ତଙ୍କୁ ଅଶେଷ ଅଶେଷ ଧନ୍ୟବାଦ।